ପ୍ରବଣତା ଏମିତି ଏକ ଜିନିଷ, ଧରାବନ୍ଧା ନିୟମ ଭିତରେ ସେ ବିଲକୁଲ ବାନ୍ଧି ହୋଇପାରେ ନା। ମାଟିର କଥା, ଆକାଶର ବ୍ୟଥା ଆଉ ପବନର ଚଞ୍ଚଳତା ପରି ସୃଜନର ସୃଜନଶୀଳତା କେହି କେବେ ଅବଦମିତ କରିପାରେ ନା। ସବୁ କଳାତ୍ମକ ସୃଷ୍ଟି ଆପଣମାନଙ୍କୁ ବାସ୍ତବ ଆବେଗରେ ବାନ୍ଧି ରଖିପାରୁଛି। ଏଇଟା ସୃଜନ ସମ୍ଭାରକୁ ଆପଣମାନଙ୍କର ଅଫୁରନ୍ତ ଶ୍ରଦ୍ଧା ଓ ଭଲ ପାଇବା ଛଡ଼ା ଅନ୍ୟ କିଛି ନୁହେଁ। ରାକେଶ ଭାଇ ଏକ ଆବେଗଧର୍ମୀ ଗଳ୍ପ। ଆଶା ହୃଦୟକୁ ଛୁଇଁବ ଆଉ ମତାମତ ରଖିବାକୁ ଆଦୌ ଭୁଲିବେନି। ରହିଲି, ନମସ୍କାର। କିଛି କିଛି ବିରଳ ମୁହୂର୍ତ୍ତ ପରି ବିରଳ ବ୍ୟକ୍ତିତ୍ୱମାନେ ମଧ୍ୟ ଜୀବନ ଜିଜ୍ଞାସାର ମହତ୍ତ୍ୱକୁ ଦ୍ୱିଗୁଣିତ କରି ପକାନ୍ତି ନିଜ ଅଜାଣତରେ। ଜୀବନର ଚଳଛବି ଆଙ୍କୁ ଆଙ୍କୁ ବାଲିପଥର ନଈପଠା ଆଉ କାଶତଣ୍ଟିର ବିଦଗ୍ଧ ବିଳାପ ସତରେ କେତେ ନିରୀହ, କେତେ ମର୍ମସ୍ପର୍ଶୀ ନୁହେଁ ସତେ। ଜୀବନର ଅଙ୍କ କଷିବା, ଅଶିଣର ପ୍ରଜାପତି, ବୈଶାଖର ଝଞ୍ଜା ଆଉ ଶ୍ରାବଣର କାଳିଚହ୍ନ ଅବା ମେଘବତୁର ଆକାଶର ଖଣ୍ଡ ଖଣ୍ଡ ବାଦଲ ସତରେ କେତେ ନିଚ୍ଛକ ବାସ୍ତବତା ସହ ଯୋଡ଼ି ହୋଇ ସମ୍ଭାବନାର ପ୍ରତିଧ୍ୱନି ତୋଳେ। କେବେ ଲାଲ, କେବେ ରଙ୍ଗହୀନ, କେତେ ନିଃଶଙ୍କ ଭାବେ ଉଡ଼ୁଥିବା ଦୂର ଆକାଶର ଏକାକୀ ପକ୍ଷୀଟି ପରି ଜଣା ନଥିବା ଲକ୍ଷ୍ୟପଥ ଆଉ ଅଣନିଶ୍ୱାସୀ ହେଉଥିବା ଯନ୍ତ୍ରଣାମାନଙ୍କ ପରି ସମସ୍ୟାମାନଙ୍କୁ ଦୁଃସାହସିକ ଭାବେ ସାମ୍ନା କଲାବେଳେ ତମ ଗୋରା ତକ ମୁଖମୁଦ୍ରା, ସମ୍ମୁଖର ଛୋଟ ଛୋଟ କେଶର ଚମକ ତଳେ ତମ ସ୍ମିତ ହାସ୍ୟର ପ୍ରଲବ୍ଧ କରୁଥିବା ନିହାତି ଛୋଟିଆ ଛୋଟିଆ ବାକ୍ୟରେ ଆଉ ବିଲକୁଲ ସେ ପ୍ରତିକ୍ରିୟା ବିହୀନ ଝିଅଟି ପରି ଖୁବ୍ ଫୁଲେଇ ବୋଲି ଚୁପକି ତା କାନରେ ସେ କହିଦେଲା ବେଳେ ସବୁ ସମୟର ସମସ୍ୟାମାନେ ଯେମିତି ନିଜ ନିଜ ବାଟରେ ଚୁପଚାପ ପାଟ ଭାଙ୍ଗି ଚାଲି ଯାଉଥିଲେ। ଜମା ନୁହେଁ, ସେ ବାଘ କି ଭାଲୁ ନୁହନ୍ତି। 5 ଫୁଟ 7 ଇଞ୍ଚର ବଳିଷ୍ଠ ଦେହ ବିଶିଷ୍ଟ ରାକେଶ ଭାଇ ଯେମିତି ସୁନ୍ଦର, ବ୍ୟକ୍ତିତ୍ୱ ବି କିଛି ନିଆରା। ପାଠ ଶାଠ ଦୁଇଟା ଜାଗାରେ ଏକଦମ ଜବରଦସ୍ତ। ବାରି ହୋଇ ପଡୁଥିବା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭିତରୁ ସତରେ ଏବେ ବି ସିନୁର ମନ ଭିତରେ କୋଟି କୋଟି ହୋଇ ନାଚି ଯାଉଛି କାଲିର ସ୍ମୃତି ପରି। କେବେ ଭୁଲି ହେଉନଥିବା ଛାତି ତଳର କୋହଳନୀ ପରି କିଛି ଇଚ୍ଛା କରି ମନେ ପକେଇ ମନେ ମନେ ହସିବା ଆଉ ଲାଜରେ ଏତେ ଟିକେ ପାଲଟି ଯିବା। କିଛି ଜୀବନ୍ତ ସ୍ମୃତିର ଅଧା ଦେଖା ସ୍ୱପ୍ନ ପରି ନିହାତି ଅବୁଝା, ପୁରା ଅଝଟ ଶିଶୁ ପରି ଅଳି କଲା ବେଳେ ଅନୁଭବର ଅନୁଭବ୍ୟ ପରି ରାକେଶ ଭାଇ ଆଖି ଆଗକୁ ଚାଲି ଆସନ୍ତି। କିଛି ସମ୍ପର୍କ ମାନେ ଏମିତି ନିଆରା ହୋଇଥାନ୍ତି ଯେ ଯାହାକୁ ବୁଝିବା ଏତେ ସହଜ ହେଇନଥାଏ, ଅଥଚ ବୁଝିଲା ବେଳକୁ ସମୟ ସରିଯାଇଥାଏ। ବେଳେ ବେଳେ ଲାଗେନି କି ଏମିତି ହବାର ନଥିଲା, ଅର୍ଥାତ୍ ଯାହା କେବେ କଳ୍ପନାରେ ସୁଦ୍ଧା ଭାବିନଥାନ୍ତି ଆଉ କେବେ କିଛି ଭୁଲ ବୁଝାମଣା ହିଁ ସବୁ ସମ୍ପର୍କମାନଙ୍କୁ ନିଜଠୁ ପର କରି ଦେଇଥାଏ। ସେଦିନ ସେମିତି କିଛି ବି ପର୍ବପର୍ବାଣି ନଥାଇ ସିନୁ ଏତେଟା ସଜ ହୋଇ କଲେଜ ଯିବାଟା ବୋଧେ ଗୋଟେ ଭିନ୍ନ ମୋଡ଼ ନେଇଥିଲା ରାକେଶ ଭାଇଙ୍କ ଆଗରେ। ସିନୁ ରାକେଶ ଭାଇଙ୍କୁ ଦେଖିଲା କ୍ଷଣି ବଡ଼ ବଡ଼ ପାଦ ପକାଇ ଏକରକମ ଦୌଡ଼ିବା ଆରମ୍ଭ କରିଦେଇଥିଲା। ଅଥଚ ରାକେଶ ଭାଇ କ'ଣ ଛାଡ଼ିବା ପିଲା ଯେ ହଠାତ୍ ସେ ଗାଡ଼ିର ସ୍ପିଡ୍ ବଢ଼ାଇ ଦେଇ ସିଧା ଯାଇ ତା ଆଗରେ ଗାଡ଼ି ଥୋଇଦେଲେ ଆଉ ଚଟାପଟ ଗାଡ଼ିରୁ ଓହ୍ଲାଇ ପଚାରିଲେ, ଆରେ ସିନୁ, ରହ, ସେଇଠି ଛିଡ଼ା ହ, ତତେ କିଛି କହିବାର ଅଛି। ସିନୁ ସମ୍ମାନ ଦୃଷ୍ଟିକୋଣରୁ ବାଧ୍ୟ ହୋଇ ତଳକୁ ମୁହଁ ପୋତି ଠିଆ ହେଲା ସିନା। ମନେ ମନେ ଭାବୁଥିଲା, ଧେତ୍, କି ବେଳରେ ଆଜି ଘରୁ ବାହାରିଥିଲା ଯେ ଏ ବହକା ପିଲା ହାବୁଡ଼ରେ ପଡ଼ିଲା। ମନେ ମନେ ଚିଡ଼ି ଯାଇ ଭାବୁଥିଲା, ଯାହା କହିବାର ସିଧା ନ କହି କେତେ ପାଲା ଲଗେଇଛି ପ୍ରତ୍ୟେକ ଦିନ। କେଜାଣି କାହିଁକି ତାରି ପଛରେ ଏ ଛତରା ଟୋକାଟା ପଡ଼ିଛି। କଲେଜରେ ଏତେ ଝିଅ ଅଛନ୍ତି, ଏ ରାକେଶ ଭାଇ ତାରି ପଛରେ ପଡ଼ି ନିଜର ସମୟକୁ ବର୍ବାଦ କରୁଛନ୍ତି। ଅନ୍ତତଃ ତାକୁ ତ ସେଥିରୁ ବର୍ତ୍ତିବାକୁ ଛାଡ଼ୁନାହାନ୍ତି। କି ଉଦ୍ଦେଶ୍ୟ ନେଇ ତା ପଛରେ ପଡ଼ିଛନ୍ତି ଯେ? କ'ଣ ଆଉ ଏପରି ବେକାରିଆ ମାନେ କରିବେ? ଖାଲି ଝିଅଙ୍କୁ ଲାଇନ ମାରିବା ଛଡ଼ା ଏମାନଙ୍କ ଜଣା ଆଉ କ'ଣ ଯେ? ଶେଷରେ ଆଉ କ'ଣ କହିବେ? ମୁଁ ତମକୁ ଭଲ ପାଏ, ଆଇ ଲଭ୍ ୟୁ, ନହେଲେ ତମକୁ ନ ପାଇ ମୁଁ ଆତ୍ମହତ୍ୟା କରିବି। ମନକୁ ମନ ସିନୁ ହସି ପକେଇଲା, ଯାହା ରାକେଶ ଭାଇଙ୍କ ଆଖିରେ ପଡ଼ିଗଲା। ଆଉ ସେ କହିଲେ, କିରେ ପାଗଳ ପରି ହସୁଛୁ କ'ଣ? ମୁଁ ତତେ କିଛି ପଚାରୁଛି।
ମୋ କଥା ନ ଶୁଣି ହସି ଚାଲିଛୁ ଯେ ହସି ଚାଲିଛୁ। ଚମକି ପଡ଼ିଲା ସିନୁ। ଇତସ୍ତତ ହୋଇ କହିଲା, ନାଇଁ ନାଇଁ ରାକେଶ ଭାଇ, ସେମିତି କିଛି ନାହିଁ। ହେଲେ ଆପଣ ତ ଡାକି ଠିଆ କରେଇଛନ୍ତି ଯେ ଠିଆ କରେଇଛନ୍ତି, କିଛି କହିଲେ ତ ମୁଁ ଉତ୍ତର ଦେବି। ହଠାତ୍ ରାକେଶ ଭାଇ ଚମକି ପଡ଼ିଲେ ଆଉ କହିଲେ, ହଁ ତ ତୋତେ କିଛି କହିପାରିଥିଲା ଯେ, ହେଲେ ଭୁଲିଗଲି। ହଉ ଠିକ୍ ଅଛି, ଯା ଯା। କ୍ଲାସ ସାରି ସିଧା ଘରକୁ ଯିବୁ। ରାସ୍ତାରେ ସାଇକେଲ ଛିଡ଼ା କରି କାହା ସହ ଗପିବୁନି। ଆଉ ଯଦି ଦେଖେ କୋଉଠୁ ଗପୁଥିବାର, ତେବେ ଚିହ୍ନିବୁ ଏ ରାକେଶ ମହାପାତ୍ରକୁ। ଯା ଯା, ଶୀଘ୍ର ଯା, ମୁଁ ବି ତ ପଛେ ପଛେ ଯାଉଛି। ଖାଲି ଏତିକି ନୁହେଁ, ବହୁତ କିଛି କଥା ରାକେଶ ଭାଇଙ୍କୁ ପସନ୍ଦ ନୁହେଁ। ଏ ଯେମିତି କାହା ସହ ଗପିବା, ମୁହଁ ଉପରକୁ କରି ଚାଲିବା, କଲେଜରୁ ସିଧା ଘରକୁ ଯା, ଏପରି ବହୁତ କଥାର ଖିଅ କାଢ଼ି ସେ ସିନୁର ପଛକୁ ବିଲକୁଲ ଛାଡ଼ନ୍ତିନି। ଅଥଚ ଯାହା ତାକୁ ବିରକ୍ତିକର ଲାଗେ। କିନ୍ତୁ କ'ଣ କରିବ, ଭଲ କଥା କହୁଥିବା ମଣିଷଟାର ଦୋଷ ବା କେଉଁଠି ଯେ ସେ ତାଙ୍କୁ ବା ତାଙ୍କ ବିରୁଦ୍ଧରେ କେଉଁଠି କହିବ। କିନ୍ତୁ କାହିଁକି ସେ ସିନୁକୁ ଏତେ ହକଟ କରନ୍ତି? ନିଜର ବହୁମୂଲ୍ୟ ସମୟ ନଷ୍ଟ କରି ପ୍ରତିଜ୍ଞାବଦ୍ଧ ପ୍ରେମିକଟେ ପରି ସିନୁର ଦେହ ରଖି ସାଜିଥାନ୍ତି। ଏକଥା ତାକୁ ବଡ଼ ଅଜବ ଲାଗେ। ହେଲେ କାହାକୁ ସାହସ କରି ପଚାରିବାଟା ବୋକାମି ଛଡ଼ା ଅନ୍ୟ କିଛି ନୁହେଁ। କାରଣ ରାକେଶ ଭାଇଙ୍କ ପଛରେ ଗୋଡ଼ାଇ ଟୋକି ଚକର ମାରନ୍ତି। ଆଉ ଯଦି ସିନୁ ଏ କଥା କାହାକୁ ପଚାରିବ, ତାହେଲେ ସଜ ମାଛରେ ପୋକ ପଡ଼ିବା ସାର ହେବ ସିନା। ସିନୁ ମନ କଥା ମନରେ ମରିଯାଏ। ଏ ଭିତରେ ଅନେକ ବର୍ଷ ଗତ ହେଇସାରିଛି। 40 ବର୍ଷ ଅତିକ୍ରମ କରିଥିବା ସିନୁ ମନରେ ସେ ଗୋଟିଏ ପ୍ରଶ୍ନ ଉଙ୍କି ମାରି ଚାଲିଥାଏ। ହଠାତ୍ ଦିନେ ପ୍ରଜ୍ଞାର ଫୋନ୍ ପାଇ ଯେତିକି ଖୁସି ହୋଇଥିଲା, ତାଠୁ ଅଧିକ କଷ୍ଟ ପାଇଥିଲା ରାକେଶ ଭାଇଙ୍କ କଥା ଶୁଣି। ପ୍ରଜ୍ଞା କହିଲା, ଆରେ ସିନୁ, ତୁ ଜାଣିଛୁ ନା ରାକେଶ ଭାଇଙ୍କ କ୍ୟାନ୍ସର ବିଷୟରେ? ପାଦ ତଳ ମାଟି ଖସିଗଲା ଯେମିତି। କିଛି ସମୟ ଚୁପ୍ ରହିଗଲା, କାଠ ଭଳି। ପ୍ରଜ୍ଞା ପୁଣି କହିଲା, ଆଲୋ ସିନୁ, ତୁ କଲେଜରେ ଏଇ ରାକେଶ ଭାଇଙ୍କ ମନେ ମନେ କେତେ ଗାଳି ଦଉ ସେ ତୋ ପଛରେ ପଡ଼ନ୍ତି ବୋଲି। ହେଲେ ଅସଲ କଥାଟା ନ ଜାଣି ତୁ ତାକୁ ଖରାପ ପିଲା ବୋଲି ଘୃଣା କରୁ, ନୁହେଁ? ଜାଣିଛୁ, କାଲି ମୁଁ ଆଉ ମୋ ସ୍ୱାମୀ ତାକୁ ଦେଖିବାକୁ ଯାଇଥିଲୁ। ସେ ନିଜ ଆଡ଼ୁ ଆଗ ତୋରି କଥା ପଚାରିଲୁ। ଆଉ କ'ଣ କହିଲେ ଜାଣୁ? ସେ ସୁନ୍ଦରଟା ବାହାସାହା ହେଇଛି କି ନାଇଁ? ବାହା ହବନି ବୋଲି ତ ଡରୁଥିଲା। ମୁଁ ପଚାରିଲି, କୋଉ ସୁନ୍ଦରୀ ରାକେଶ ଭାଇ? ସେ କହିଲେ, ସେ ସିନୁଟା ମ, ଆମ ତଳ ବେଚ୍ ଝିଅଟା। ସାବନ ବନ, ଲମ୍ବା କେଶ, ଟଣା ଟଣା ଭ୍ରୁ, ବଙ୍କି ବଙ୍କି ହସେ ମ, ଦେଖିବାକୁ ସୁନ୍ଦରୀଟେ। ମୋର ପୁରା ମନେ ଅଛି। ଜାଣିଛୁ ପ୍ରଜ୍ଞା, ସେ ଝିଅଟାକୁ ଜଗି ଜଗି ମୋ ଦିନ ଯାଏ। କାରଣ ତା ପଛରେ ସେଇ ଟିକିରା ଓ କଲେଜ ଛକର 6-7ଟା ପିଲା ତାକୁ ପ୍ରତ୍ୟେକ ଦିନ ଫଲୋ କରି କରି ଯିବେ। ସିନୁକୁ ପୁରା ଟାର୍ଗେଟ ରଖିଥିଲେ ଉଠେଇ ନେବା ପାଇଁ। ତେଣୁ ତାର ବଡିଗାର୍ଡ ଭଳି ମୁଁ ହିଁ ଗୋଟେ ପିଲା ତାକୁ ଜଗୁଥିଲି, ଜାଣିଛୁ। ହେଲେ ସେ ମତେ ଭେଘା ଛତରା କହି ଗାଳି ଦଉଥିଲା। ଅବଶ୍ୟ ମାନୁଛି ସୁନ୍ଦରଟି ବୋଲି ଇଚ୍ଛା ଥିଲା ତାକୁ ଫାଇନାଲ ରାଉଣ୍ଡରେ ଆଇ ଲଭ୍ ୟୁ କହିବାକୁ। ହେଲେ ସେ ଟୋକି ଯେତେ ମନା କଲେ ବି ରାକେଶ ଭାଇ ଡାକଟା ଛାଡ଼ିଲା କୋଉଠି ଯେ। ତେଣୁ ମତ ପରିବର୍ତ୍ତନ କରିଦେଲି। ଆଉ ହଁ ପ୍ରଜ୍ଞା, ଯେବେ ସିନୁକୁ ଭେଟ ହେବୁ କହିଦେବୁ ରାକେଶ ଭାଇ ତାକୁ ସୁରକ୍ଷା ଦେଉଥିଲା, କିଛି ମନ୍ଦ ଉଦ୍ଦେଶ୍ୟ ନେଇ ନୁହେଁ। ପ୍ରଜ୍ଞା ମୁହଁରୁ ଏତିକି ଶୁଣିଲା ପରେ ସିନୁ ସତରେ ସ୍ଥାଣୁ ପଲଟି ଯାଇଥିଲା। ତା ମନ ଭିତରେ କେବଳ ସେ ଗୋଟିଏ ଚିତ୍ର ନାଚି ଯାଉଥିଲା। 5 ଫୁଟ 7 ଇଞ୍ଚର ମଣିଷ ରାକେଶ ଭାଇ ସତରେ କେତେ ଭଲ ନଥିଲେ ସତେ। ଅଥଚ ଆଜି ସେଇ ଭଲ ମଣିଷଟି କ୍ୟାନ୍ସରରେ ପୀଡ଼ିତ। ଛାତି ଭିତରଟା ଦାଉ ଦାଉ ଶୁଭୁଥିଲା। ସିନୁ ଫେରି ଯାଇଥିଲା ସେଇ ଅତୀତକୁ, ଯେଉଁଠି ରାକେଶ ଭାଇ ଫାଇନାଲ ରାଉଣ୍ଡରେ ସିନୁକୁ କହିବାକୁ ଚାହୁଁଥିଲେ, ଆଇ ଲଭ୍ ୟୁ ସିନୁ।